आमर कवि हेले सम्राट उपेन्द्र भंज। अच्छा यही भंज यही माटीर संतान से कवि सम्राट उपेन्द्र भंज ठीक लिखिले आज्ञा प्रेमसुधा निधि काव्य। कौन बोली प्रेमसुधा निधि काव्य रे गोटे नारीर प्रमाण करुचंती कु प्रकार फल से आनिचंती से नारीटी आपण सुनंतु आगे। अच्छा ए समय आसी बाला प्रिय दासी हसी भासिला को मारको अतनु आज अनुकूल होइला तरुण कूल आकूलको रंग केतन निकट निकला बंधन थिले कवच बिना क्षत हृदये विशिखे करिब भेदन रंग केतन निकेत निकला बंधन। महाप्रभु केत निजे प्रेमसुधा निधि तांकर से पुष्पवती हो जाइछन्ति। अच्छा अच्छा याकु नहीं दासी दुई जन कथबार्ता होचन्ति। हाँ, हाँ। रंग केतन निकेतन कला बंधन थिले कवच बिना क्षत हृदय विशिखे करिब भेदन। तमर कवच थिले मध्य कामसर एमिति विपरीत करिब तुमको तमे सेतले बाया बितुल ही जो आगे। अच्छा अच्छा तुमको आउ केही मते जणा पड़िबेनी नहीं आज्ञा कामर सर बाजिले केड़े केड़े लोक गुडा को विहलित हो जाइछन्ति। अच्छा अच्छा महाप्रभु केत काम सर केतुडा आज्ञा केतोटी ना काम सर केतुडा केतोटी अरविंद सकंज चुतच्च नव मल्लिका नीलटोलत पंचगे पंचबाण शशायका पंचबाण शशायका महाप्रभु केत श्लोक प्रमाण कला अरविंद सकंज चुतच्च नव मल्लिका अच्छा नील तुलत पंचके पंचबाण शशायका। ठीक ये पांच गोटी बाण आज्ञा आमर कंदर्पर। अच्छा ये कंदर्पर पाखरे जो पांच गोटी बाण रहिला ये काकु केतरा बाण मारे जानिचो काहाकू केतोटी पुणी कवि प्रमाण कले अभिधान लेखा अछि। कौन बोली दिने को होगी दोयंच रसी करतु अर्थके विद्यार्थी चतुर्बाणंच जति पंच सरस्पर जति पंच सरस्पर महाप्रभु केत अभिधान कौन कहिला कौन बोली दिने को भोगी दयंच दिने को दिन दरिद्र लोक मान को गोटे बाण मारंती कंदर्प भोगी भोग विलास जो मान थे ताकू दुईटी बाण विधंती। अच्छा दिने को भोगी दयंच रसिक ऋतुवर्धके रसिकिया पुरुष मान को तीनटा बाण मारंती कंदर्प अच्छा अच्छा मुनि ऋषि मान को मारंती चारिटा बाण देवता मान को मारंती पांच गोटी बाण। हेले तुम गोटे रसिकिया पुरुष तो तुमको तीनटा बाण हेले यथेष्ट तुमको बेसी बाण मारी आवश्यक नहीं आज्ञा। पुणी कवि कौन प्रमाण कले कौन बोली महाप्रभु केत सर्वमतरे सनमत एमंत पर्वत परे जा तलता लतारु एबे पर्वत जात हेला देखी कंपिबे ऊर्ध्वरे ता आहा शोभिता देखी के नोहिबे लोभिता
ନୁହିବେ ଲୋଭିତା। ମହାପ୍ରଭୁ କବି କଣ ପ୍ରମାଣ କଲେ? କଣ ବୋଲି? ସର୍ବମତରେ ସନମତ ଏମନ୍ତ ପର୍ବତ ପରେ ଜାତ ଲତା। ଆଜ୍ଞା ପର୍ବତ ଉପରେ ଗୋଟେ ଲତା ଉଠିବାର ଆମେ ସମସ୍ତେ ଜାଣିଛେ, ଜଗତରେ ସମସ୍ତେ ଜାଣିଛନ୍ତି ଯେ ପର୍ବତ ଉପରେ ଗୋଟେ ଲତା ଉଠୁଛି। ଆଚ୍ଛା ହେଲେ ମହାପ୍ରଭୁ ପର୍ବତ ଉପରେ ଲତା ଜନ୍ମ ହବାର ଜଗତରେ ସମସ୍ତେ ଜାଣନ୍ତି। ଏଠି କବି କଣ ପ୍ରମାଣ କଲେ? ଉପେନ୍ଦ୍ରଭଞ୍ଜ କଣ ବୋଲି? ସର୍ବମତରେ ସନମତ ଏମନ୍ତ ପର୍ବତ ପରେ ଜାତ ଲତା। ଲତାରୁ ଏବେ ପର୍ବତ ଜାତ ହେଲା, ଦେଖି କମ୍ପିବେ ଉର୍ଦ୍ଧ୍ୱରେତା। ମହାପ୍ରଭୁ ଆର ଅର୍ଥ କଣ ବୁଝିଲ? ବୁଝି ପାରିଲିନି। ଆଜ୍ଞା ଲତା ରୂପକ ନାରୀ, ଏ ଲତା ରୂପକ ନାରୀର ଶରୀର ମଧ୍ୟରେ ପର୍ବତ ରୂପକ କୁଚଦ୍ୱୟ। ଆଚ୍ଛା କବି ପ୍ରମାଣ କଲେ ପର୍ବତ ରୂପକ କୁଚଦ୍ୱୟ ଲତାରୁ ଏବେ ପର୍ବତ ଜାତ ହେଲା, ଦେଖି କମ୍ପିବେ ଉର୍ଦ୍ଧ୍ୱରେତା। ମହାଦେବ ଦେଖିଲେ ମଧ୍ୟ କମ୍ପମାନ ହୋଇଯିବେ। ଆଜ୍ଞା ଆଚ୍ଛା ଆଚ୍ଛା ଆହା ଶୋଭିତା, ଦେଖିକେ ନୁହିବେ ଲୋଭିତା। ଏତେ ସୁନ୍ଦର ନାରୀଟାକୁ ଦେଖିଲେ କିଏ ଲୋଭ କରିବନି? ଆଜ୍ଞା ନିଶ୍ଚୟ। କରି ପରେ ହରି, ହରି ପରେ କରି ଚଢାଇଲା ଏବେ ବନ୍ନିତା। ଆଚ୍ଛା ଆଚ୍ଛା କରି ପରେ ହରି, ହରି ପରେ ପୁଣି କରି ଚଢାଇଲା ଏବେ ବନ୍ନିତା। ହେଲେ ମହାପ୍ରଭୁ ଏ ନାରୀଟି ଏତେ ସୁନ୍ଦର ଭାବରେ ତା ଶରୀର ମଧ୍ୟରେ ଗଠନ କରି ବିଧାତା ତାକୁ ସୃଷ୍ଟି କରିଛି। ଆଚ୍ଛା ଆଚ୍ଛା ହେଲେ ପୁଣି କବି କଣ କହିଲେ? କଣ ବୋଲି? ଫଳ ଚୁମ୍ବଇ ଭ୍ରମର ବୋଲି ଆଜି ଯାଏ ତ ଶ୍ରବଣ ନଥିଲା। ଶ୍ରୀଫଳ ଦୁକୁଳୁ ମଧୁର ମଧୁକୁ ଏବେ ସୁନ୍ଦରୀ ବି ଆଇଲା। ପୋକ ଯୁଗର ରାତ୍ରରେ ବିଚ୍ଛେଦ ହୁଇ ଏକି ଚମତ୍କାର ହରି ବୋଲିବାର ଦାନ କଲା ନାରୀ ବଡ଼ାଇ। ଆନ କଲା ନାରୀ ବଡ଼ାଇ। ମହାପ୍ରଭୁ କବି କଣ ପ୍ରମାଣ କଲେ? କଣ ବୋଲି? ଫଳ ଚୁମ୍ବଇ ଭ୍ରମର ବୋଲି ଆଜି ଦାୟତ ଶ୍ରବଣ ନଥିଲା। ଆଚ୍ଛା ଆଜ୍ଞା ଫୁଲକୁ ଭ୍ରମର ଚୁମ୍ବନ ଦଉଛି ଜଗତରେ ଆମେ ସମସ୍ତେ ଜାଣିଛେ, କିନ୍ତୁ ଗୋଟେ ଫଳକୁ ଭ୍ରମର ଚୁମ୍ବନ ଦେବାର ଗୋଟେ ଆଜି ପର୍ଯ୍ୟନ୍ତ ଶାସ୍ତ୍ରରେ ନାହିଁ। ନାହିଁ ନାହିଁ। ଫଳ ଚୁମ୍ବଇ ଭ୍ରମର ବୋଲି ଆଜି ଦାୟତ ଶ୍ରବଣ ନଥିଲା। ଆଚ୍ଛା ଶ୍ରୀଫଳ ଦୁକୁଳୁ ମଧୁର ମଧୁକୁ ଏବେ ସୁନ୍ଦରୀ ପିଆଇଲା। କୋକ ଯୁଗ୍ମର ରାତ୍ରରେ ବିଚ୍ଛେଦ ହୁଇ। ଶାସ୍ତ୍ର କଣ କହିଲା? ଆଜ୍ଞା କଣ ବୋଲି? ଆଜ୍ଞା କୋକ ଯୁଗ୍ମର ରାତ୍ରରେ ବିଚ୍ଛେଦ ହୋଇ ଚକ୍ରବାକ ପକ୍ଷୀ ମାନଙ୍କର ରାତ୍ରରେ ତାଙ୍କର ବିଚ୍ଛେଦ ଭଗବାନ ରାମଚନ୍ଦ୍ର ଅଭିଶାପ ଦେଇଛନ୍ତି। ଆଚ୍ଛା ଆଚ୍ଛା ହେଲେ ଏ ନାରୀର ଏତେ ଗର୍ବ ଯେ ଚକ୍ରବାକ ପକ୍ଷୀ ଦୁଇଟି ନିଜ କୋଳ ମଧ୍ୟରେ ଧାରଣ କରି କୁଚଦ୍ୱୟ ମଧ୍ୟରେ ଗ୍ରହଣ କରିଛି। ଆଚ୍ଛା କୋକ ଯୁଗ୍ମର ରାତ୍ରରେ ବିଚ୍ଛେଦ ହୋଇ ଏକି ଚମତ୍କାର ହରି ବୋଲିବାର ଆନ କଲା ନାରୀ ବଡ଼ାଇ। ହେଲେ ମହାପ୍ରଭୁ ଏହିପରି ଏ ସୁନ୍ଦରୀ ନାରୀଟି ଆପଣଙ୍କ ନିକଟକୁ ଫଳ ଦୁଇଟି ଧରି ଆସିଛନ୍ତି। ଆପଣ ସେ ଫଳ ଦୁଇଟିକୁ ଗ୍ରହଣ କରନ୍ତୁ।